ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଶୁଣିବା ଆଜିର ଗପ ଲକ୍ଷ୍ମୀ ପାଦ। ଠାକୁର ଘରେ ଓ ସବୁ ରୁମ୍ କବାଟ ପାଖରେ ଅଙ୍କା ଯାଇଥିବା ଲକ୍ଷ୍ମୀପାଦ ଚିତା ଦେଖି ଚମକି ପଡ଼ିଥିଲେ ବନ୍ଦନା। ଆଖି ମଳି ପୁଣି ଦେଖିଲେ, ଭୁଲ ଦେଖୁନାହାନ୍ତି ତ ସିଏ। ମାର୍ଗଶିର ଗୁରୁବାର ବୋଲି ଭୋରୁ ଉଠି ନିଜ ନିତ୍ୟକର୍ମ ସାରି ଘରେ ଚିତା ପକାଇ ଦେବାକୁ ବୋହୂ ଲୀନାକୁ ଗତକାଲି ରାତିରେ ବାରମ୍ବାର ମନେ ପକାଇ ଦେଇଥିଲେ ବନ୍ଦନା। ହେଲେ ଇଏ କ'ଣ ଏମିତିକା ଝୋଟି ପକାଇଛି ବୋଉ? ଏମିତି ବୋହୂ ହିସାବରେ ଲୀନା ବହୁତ ଭଲ। ରୋଷେଇ ଘରୁ କିଛି ଶବ୍ଦ ଆସୁଥିଲା ବୋଧେ। ନଡ଼ିଆ କରୁଛି ବୋଧେ ଲୀନା। ଆଜି ଭୋଗରେ ପିଠା ସହ ଖେଚୁଡ଼ି, ଡାଲମା, କ୍ଷୀରି ହେବ ବୋଲି ମନ ଖୁସି ଥିଲା ବନ୍ଦନାଙ୍କର। ହେଲେ ସକାଳୁ ସକାଳୁ ଏ ଲକ୍ଷ୍ମୀ ପାଦ ଦେଖି ମୁଡ୍ ପୁରା ଖରାପ ହୋଇଯାଇଥିଲା। ମା ଲୀନା, ଟିକେ ଶୁଣିଲୁ। ଲୀନା ପାଖକୁ ଆସିବା ପରେ ବନ୍ଦନା ପଚାରିଲେ, ତୁ କେଉଁଠୁ ଶିଖିଲୁ ଏମିତିକା ଲକ୍ଷ୍ମୀପାଦ? ଯଦି ଚିତା ପକାଇବାକୁ ଇଚ୍ଛା ନଥିଲା ତେବେ ମୋତେ କହିଥାନ୍ତୁ। ଆଲୋ, ଇଏ ବଗ ଗୁଡ଼ ଭଳିଆ ଲକ୍ଷ୍ମୀପାଦ ଗୁରୁବାରରେ କିଏ ଆଙ୍କେ? ନିଜେ ପକାଇଥିବା ଚିତାକୁ ଅନାଇ ଟିକେ ଘାବରାଇ ଗଲା ଲୀନା। ଓ ଏଇ ସମୟରେ ନିଦରୁ ଉଠି ରୁମ୍ ଭିତରକୁ ଆସୁଥିବା ସ୍ୱାମୀ ଅଙ୍କିତ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲା, ଆପଣ ତ କାଲି ଶୀଘ୍ର ଶୋଇପଡ଼ିଲେ। ୟାଙ୍କୁ ପଚାରିବାରୁ ଇଏ ମୋତେ ସହଜିଆ ଲକ୍ଷ୍ମୀପାଦ ଚିତା ଶିଖାଇଥିଲେ। ଆଖି ବଡ଼ ବଡ଼ କରି ବନ୍ଦନା ପୁଅ ଆଡ଼କୁ ଅନାଇ ପଚାରିଲେ, ହଇରେ ମାଙ୍କଡ଼, ମୋ ବୋହୂକୁ ଏମିତିକା ଲକ୍ଷ୍ମୀପାଦ ପକାଇବାକୁ ଶିଖେଇଛୁ ତୁ? ଆଖି ମଳି ମଳି ଲକ୍ଷ୍ମୀପାଦ ଚିତାକୁ ଦେଖି ଫେଁ କିନା କରି ହସି ଅଙ୍କିତ କହିଲା, ବୋଉ, ମୁଁ ତାକୁ କହିଥିଲି 2ଟି 4 ନମ୍ବର ପାଖାପାଖି ଚିତାରେ ଆଙ୍କି ଲେଖି ପ୍ରତି 4 ଉପରେ 5ଟି ବିନ୍ଦୁ ଦେଇଦେଲେ ତାହା ପାଦ ହୋଇଯିବ। ହେଲେ ଲୀନା ଓଡ଼ିଆରେ ସଂଖ୍ୟା 4 ବଦଳରେ ଇଂରାଜୀରେ ସଂଖ୍ୟା 4 ମାନେ 4 ଲେଖି ତା ଉପରେ ବିନ୍ଦୁ ପକାଇ ଦେଇଛି। ଏ କଥା ଶୁଣି ଘର ସାରା ସମସ୍ତେ ହସିଲେ। ବନ୍ଦିତା ପୁଅକୁ କହିଲେ, ତୁ ଶୀଘ୍ର ଯା କ୍ଷୀର ପ୍ୟାକେଟ ଓ ଆମ୍ବ ଡାଳ ନେଇ ଆସ। ଅଙ୍କିତ ବାହାରକୁ ଚାଲିଗଲା ପରେ ବନ୍ଦନା ବାହାର କବାଟ ଖୋଲି କରିଡର ଆଡ଼କୁ ଚାଲିଗଲେ। ପଡ଼ିଶା ଘରେ ରହୁଥିବା ଜୟନ୍ତର ବାପା ମା କୁଆଡ଼େ ବାହାରୁଥିଲେ। ବନ୍ଦିତାକୁ ଦେଖି ଜୟନ୍ତର ମା କହିଲେ, ଆଜି ବଡ଼ ପୁଅର ପୁଅ ମାନେ ମୋ ବଡ଼ ନାତିର ଜନ୍ମଦିନ ବୋଲି ଆମେ ଦୁହେଁ ସେଠିକୁ ଯାଉ। ବନ୍ଦନା ପାଖକୁ ଯାଇ କବାଟ ପାଖରେ ଓ ଘର ଭିତରେ ପଡ଼ିଥିବା ଚିତାକୁ ଦେଖି ବହୁତ ଖୁସି ହେଲି। ଆଉ କହିଲେ, ଆରେ ବାହା, ଏତେ ସୁନ୍ଦର ଲକ୍ଷ୍ମୀପାଦ ଚିତା କିଏ ପକେଇଛି ତମର? କିଏ ଆଉ ପକେଇବ, ମୋ ବୋହୂ ପଦ୍ମାଳୟା ପକେଇଛି। ମୁଁ ପରା ଖାସ୍ ସେଇଥିପାଇଁ ଏଠାକୁ ପ୍ରଥମ ପାଳି ମାର୍ଗଶିର ଗୁରୁବାର ପୂର୍ବରୁ ଆସିଥିଲି। ଆଜିକାଲିକା ବୋହୂମାନଙ୍କୁ ଟିକେ ଆକଟ ନ କଲେ ସେମାନେ କ'ଣ ଏସବୁ ନିଜ ମନକୁ କରିବେ? ଆପଣଙ୍କ ବୋହୂ ଚିତା ପକେଇ ପାରୁଛି ନା ନାହିଁ? ମୃଦୁ ହସି ବନ୍ଦନା କହିଲେ, ଆପଣଙ୍କ ବୋହୂ ଭଳି ଏକ୍ସପର୍ଟ ନୁହେଁ, କିନ୍ତୁ ଚେଷ୍ଟା ତ କରୁଛି। ମୁଁ କିନ୍ତୁ ତାକୁ ଆକଟ କରେନି। ପିଲା ବେଳୁ ମାଆକୁ ହରାଇଛି ମୋ ବୋହୂ। ପିଲା ଲୋକ ତ ଧୀରେ ଧୀରେ ଶିଖୁଛି। ତେବେ ପଦ୍ମାକୁ ଟିକେ କୁହନ୍ତୁ ଆମ ଘରେ ବି କିଛି ଲକ୍ଷ୍ମୀପାଦ ଆଙ୍କି ଦଉ। ତାହେଲେ ମୋ ବୋହୂ ଟିକେ ନିଜ ସାଙ୍ଗଠୁ ଦେଖି ଜଲ୍ଦି ଶିଖିଯାନ୍ତା। ଗର୍ବର ସହ ହସି ବୋହୂ ଉଦ୍ଦେଶ୍ୟରେ ସେ କହିଲେ, ଦେଖିଲୁ ତ ପଦ୍ମା, ତୋ ଚିତାକୁ ସମସ୍ତେ କେତେ ପସନ୍ଦ କରୁଛନ୍ତି। ଯା, ମାଉସୀଙ୍କ ଘରେ ଲକ୍ଷ୍ମୀପାଦ ଚିତା ପକେଇ ଦଉ। ବନ୍ଦନା ଘରକୁ ଆସି ଲୀନା ଉଦ୍ଦେଶ୍ୟରେ କହିଲେ, ଏଇନା ପଦ୍ମା ଆସିବ। ଆମ ଘରେ ଚିତା ପକାଇବା ପାଇଁ ତାଠୁ ତୁ ଶିକ୍ଷୁ ନେବୁ। ଏହି ସମୟରେ କଲିଂ ବେଲ୍ ଶବ୍ଦ ଶୁଣି ବନ୍ଦନା କବାଟ ଖୋଲି ଦେଖିଲେ ବାହାରେ ପଦ୍ମାଳୟ ହାତରେ ଗୋଟେ ବଡ଼ ବେଲାରେ ଝୋଟି ପକାଇବା ପାଇଁ ଚାଉଳ ବଟା ଧରି ଠିଆ ହୋଇଛି। ଖୁସି ହୋଇ ବନ୍ଦନା କହିଲେ, ଆରେ ମା, ଭିତରକୁ ଆ। ଜଲ୍ଦି ଜଲ୍ଦି ତୁମ ଘର ପକାଇଥିବା ଛୋଟ ଛୋଟ ସୁନ୍ଦର ଲକ୍ଷ୍ମୀପାଦ ଭଳିଆ ଆମ ଘରେ ବି ଟିକେ ଝୁଣ୍ଟି ଆଙ୍କିଦେ। ଚାରିଆଡ଼କୁ ଅନାଇ ପଦ୍ମାଳୟା କହିଲା, 12ଟା ପୂର୍ବରୁ ସେମିତିକା ଲକ୍ଷ୍ମୀପାଦ ପକେଇ ହେବନି। ଆବା କାବା ହୋଇ ବନ୍ଦନା କହିଲେ, ତୁ କ'ଣ ପାଞ୍ଜିର ମହେନ୍ଦ୍ର ବେଳା ଦେଖି ଚିତା ପକାଉ ନା କ'ଣ? ଏଇନା କାହିଁକି ପକେଇ ପାରିବୁନି? ଧୀର ସ୍ୱରରେ ପଦ୍ମା କହିଲା, ଲକ୍ଷ୍ମୀ ସ୍କୁଲ ଯାଇଛି,
ସେ ଫେରିଲେ ଚିତା ପଡ଼ିବ। ଆଶ୍ଚର୍ଯ୍ୟ ହୋଇ ବନ୍ଦନା ପଚାରିଲେ, ଆଲେ କୋଉ ଲକ୍ଷ୍ମୀ ସ୍କୁଲ ଯାଇଛି? ପଦ୍ମା କହିଲା, ଆମ ଉପର ଫ୍ଲୋରରେ ରହୁଥିବା ରାଓ ବାବୁଙ୍କ ଝିଅ UKGରେ ପଢୁଥିବା ଲକ୍ଷ୍ମୀ। ତା କୁନି କୁନି ପାଦକୁ ଏଇ ବେଲାରେ ବୁଡ଼ାଇ ଆମ ଚଟାଣରେ ଆଜି ସକାଳୁ ଥାପି ଦେଇଥିଲି ବୋଲି ଗୋଟିଏ ସାଇଜର ସୁନ୍ଦର ପାଦ ହୋଇଛି। ମୋ ଶାଶୁଙ୍କୁ ଆପଣ ଏସବୁ କହିବେନି। ଟିକେ ରହି ପଦ୍ମା ପୁଣି କହିଲା, ଏ ଚିତା ପାଇଁ ଲକ୍ଷ୍ମୀକୁ ମୁଁ ଗୋଟେ ବଡ଼ କ୍ୟାଡବରି ଚକୋଲେଟ ଦେଇଥିଲି। ଏଇନା ଲକ୍ଷ୍ମୀ ତ ନାହିଁ, ସେକେଣ୍ଡ ଷ୍ଟାଣ୍ଡାର୍ଡରେ ପଢୁଥିବା ତା ଭାଇ ଭେଙ୍କଟକୁ ମୁଁ ସାଙ୍ଗରେ ଆଣିଛି। ତା ପାଦ ବେଶୀ ବଡ଼ ନୁହେଁ, ତେବେ ଚିତା ପାଇଁ ତାକୁ ଚକୋଲେଟ ସହ ଆଇସ୍କ୍ରିମ ଦେବା ପାଇଁ ସେ କହୁଛି। ପଦ୍ମା ପଛପଟେ ଠିଆ ହୋଇ ହସୁଥିବା ପୁଅ ପିଲାକୁ ଦେଖି ଚମକି ପଡ଼ି ବନ୍ଦନା କହିଲେ, ଥାଉରେ ମା, ପାଦରେ ଅଙ୍କା ଚିତାଠୁ ମୋ ବୋହୂର ହାତ ଅଙ୍କା ଚିତା ଢେର ଭଲ। ମା ଲିନା ପିଠଉ ଜାଗାଟା ଆଣିଦେ, ମୁଁ ନିଜେ ଲକ୍ଷ୍ମୀ ପାଦ ଆଙ୍କିଦେବି। ଆମ ଗପ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆଉ ଖୁବ୍ ମାତ୍ରାରେ ସେୟାର ଏବଂ ସବସ୍କ୍ରାଇବ କରନ୍ତୁ।